ଆରେ ଗୋଟେ ରିପୋର୍ଟ ହେଇଥିଲା ଭୁଇଁ ସୂତା ହୋତା ଯିଏକି ତେଲିଗୁଟ ପଡ଼ା ରିପୋର୍ଟ କରିଥିଲେ ଯେ ତାଙ୍କର ଘରେ ସିଏ ଯେତେବେଳେ ଥିଲେ ଆମର ଆଫ୍ଟରନୁନ୍ 22/12/2025 ଆଫ୍ଟରନୁନ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସିକି ତାଙ୍କର ଘରେ କିଛି ଷ୍ଟିଲ୍ ଜିନିଷ ଗାଡ଼ିର ଷ୍ଟିଲ୍ ରଡ୍ ସଫା କରିଥିଲେ। ତାପରେ ସେ ଗୋଟେ ମୁଦି ଦେଇଥିଲେ ଯେଉଁ ରୂପା ମୁଦି ସଫା କରିଥିଲେ। ତାପରେ ସେ ସୁନା ଯେଉଁ ଚେନ୍ ପିନ୍ଧିଥିଲେ ସେ ଯେଉଁ ଆମର କମ୍ପ୍ଲେଣ୍ଟ ଯିଏ ଅଛନ୍ତି ଭଦ୍ର ମହିଳା ତାଙ୍କୁ ସେ ସୁନା ମାଗିଥିଲେ ସଫା କରିବାକୁ। ସେ ଯେତେବେଳେ ସୁନା ନ ଦେଇଥିଲେ ସେମାନେ ସେ ସୁନା ତାଙ୍କ ବେକରୁ ସ୍ନାଚ୍ କରିକି ସେ ପଳେଇଥିଲେ ମୋଟରସାଇକେଲରେ। ସେଇ ରିପୋର୍ଟ ଉପରେ ଆମର ଆଇଏସି ଟାଉନ୍ ପିଏସ୍ ଗୋଟେ କେସ୍ ରେଜିଷ୍ଟ୍ରି କରିଥିଲେ। ସେଇଥିରେ ତଦନ୍ତ ବେଳେ ଆମେ ବହୁତ ଆଙ୍ଗେଲରୁ ତଦନ୍ତ କରିଥିଲୁ ତାକୁ। ସେ ଯେଉଁ ଦୁର୍ବୃତ୍ତମାନେ ଥିଲେ ଆମର ମୋଟରସାଇକେଲ ଯାଉଥିଲେ ତାଙ୍କର ଗୋଟେ ଫେସ୍ ରେକଗ୍ନିସନ୍ ସିଷ୍ଟମ୍ ଯେଉଁ ଅଛି FRS ସେଥିରେ ତାଙ୍କର ଆଇଡେଣ୍ଟିଫାଏ ଆମେ ତାଙ୍କୁ କରିଥିଲୁ। ସେମାନେ ସେଇ ତା ପରଦିନ ମଧ୍ୟ ବରଗଡ଼ ଆମର ପଦମପୁରରେ ଗୋଟେ କରିଥିଲେ ସେମ୍ ଏମ୍ଓର ସୁନା ନେଇଯାଇଥିଲେ। ତେଣୁ ଉଭୟ କେସ୍କୁ ଆମେ ତଦନ୍ତ କରିକି ଆଜି ଆମେ 4 ଜଣ ମୁଦାଲା 2 ଜଣ ବରଗଡ଼ ପଦମପୁରରେ ଧରା ହେଇଛନ୍ତି ଆଉ 2 ଜଣ ଆମର ଟାଉନ୍ ପୋଲିସ ଧରିଛି। ସେମାନଙ୍କ ଠାରୁ ଆମେ କିଛି ପାଉଡର ଏ ଯେଉଁ ପାଉଡର ସଫା କରିବା ପାଉଡର ଯେଉଁଟା ସଫା କରୁଛନ୍ତି ଆଉ କିଛି ଆମର ସେ ଯେଉଁ ଜିନିଷ ଯେଉଁ ସଫା କରନ୍ତି ସୁନାର ଜିନିଷ ଦେଖାନ୍ତି ଯେଉଁ ଲୋକ ଶୋ କରନ୍ତି ସେ ତା ଦେହରୁ କିଛି ଜବତ ହେଇଛି। ମୋବାଇଲ ଦ୍ୱାରା ଜବତ ହେଇଛି ଏବଂ ସୁନା ଚେନ୍ଟା ଯେଉଁଟା ସୁନା ଚେନ୍ ସ୍ନାଚ୍ କରି ନେଇଯାଇଥିଲେ ପ୍ରାୟ 20-22 ଗ୍ରାମର ସୁନା ଚେନ୍ ତାକୁ ଆମେ ଜବତ କରିଛୁ। ସାର୍ ବିଶେଷ କରି ଏ ଧରଲା ପରେ ସୁନା ତବଳେଇ ଦିଅନ୍ତି ଇଏ କେମିତି ଚ୍ୟାଲେଞ୍ଜ ଥିଲା? ନାଇଁ ଆମେ ବହୁତ ଜଲ୍ଦି ଏଇଟା କେସ୍ ଆମ ଟାଉନ୍ ପୋଲିସ ଡିଟେକ୍ସନ୍ କରିଛି। ଆମେ 22 ତାରିଖରୁ ଆମେ ସେ କ୍ରିମିନାଲକୁ ପଛରେ ଫଲୋ କରୁଥିଲୁ। ସେମାନେ ଆଉ ତାଙ୍କର ଘର ହେଉଛି କ୍ରିମିନାଲ 2 ଜଣ ଅଛନ୍ତି ବିହାର କଟିହାର ଜିଲ୍ଲାର। ଜଣଙ୍କ ନାଁ ରୋହିତ ସାହା ଆଉ ଜଣେ ସିକନ୍ଦର ସାହା ବୋଲି। ସେମାନେ ଏଇ ଏରିଆରେ ରହିକି ପ୍ରାୟ ଓଡ଼ିଶାରେ କରନ୍ତି। ତେଣୁ ସେ ବିହାର ଯାଇନଥିଲେ। ଆମେ ତାକୁ ଏଇ ଭିତରେ ଆମେ ତାକୁ ଆପ୍ରେହେଣ୍ଡ କରିଥିଲୁ। ତେଣୁ ସେ ସୁନାକୁ ତରଳେଇ ନଥିଲେ। ତାଙ୍କର ରାୟପୁର ଛତିଶଗଡ଼ରେ କ୍ରାଇମ୍ ଗୋଟେ ଅଛି ସେଟାକୁ ଆମେ ଭେରିଫାଏ କରୁଛୁ। ସେ ଫେବୃଆରୀ ମାସରେ ଫରୱାର୍ଡ କରିଥିଲେ ଭୁବନେଶ୍ୱରରେ ଅଛି। ତାପରେ ଆମର ପଦମପୁରରେ ଯେଉଁ କେସ୍ ହେଇଛି 23 ତାରିଖରେ ସେ କେସ୍ ଅଛି ଆଉ ଅଦର ଯେଉଁ ଆଣ୍ଟିସିଡେଣ୍ଟ ତାଙ୍କର ଅଛି ଆମେ ତାକୁ ଫର୍ଦର ଭେରିଫାଏ କରିବୁ।